ଅର୍ଥର ଅଭାବ ସବୁବେଳେ ଲାଗି ରହିଥିଲା, କାରଣ ବାପା 50 ଟଙ୍କା ପାଉଥିଲେ, ଆମେ 3 ଭାଇ ଭଉଣୀ। ତେଣୁ ଆମେ ପାଠ ପଢ଼ିବୁ କେମିତି? ତେଣୁ ମା ଭାବିଲେ ଯେ ମୁଁ ଯଦି କାମ କରିବାକୁ ନ ଯିବି ମୋ 3ଟା ଛୁଆ ଭାସିଯିବେ। ତେଣୁ ସିଏ ମଧ୍ୟ କାମ କରିବା ଯାଇଥିଲେ, ଲୋକ ମଧ୍ୟ ବହୁତ ଟାହିଟାପରା କରିଥିଲେ, କିନ୍ତୁ ସେ ସେସବୁ ଖାତିର ନ କରି ପିଲାଙ୍କର ଜୀବନ ଗଢ଼ିବା ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଥିଲେ। ସେ ଲୋକଙ୍କ ଘରେ ଘରେ ଯାଇ କାମ କରିଛନ୍ତି। ବାପା ମଧ୍ୟ ବହୁତ ଦିନକୁ ଗୋଟେ ଦିନ ସାରା କାମ କରନ୍ତି, ସକାଳୁ ବି ଯାଆନ୍ତି, ବେଳଓଳି ମଧ୍ୟ ପଇସା ଯେହେତୁ ଅଭାବ ଆଉ ଗୋଟେ ଓଳି କାମ କରନ୍ତି 3 ଭାଇ ଭଉଣୀକୁ ପାଠ ପଢ଼ିକି ବଡ଼ ମଣିଷ କରିବା ପାଇଁ। ବହୁତ ଆଜ୍ଞା ଅର୍ଥର ଅଭାବ ଲାଗି ରହିଥିଲା। ମୁଁ ମେଧାବୀ ଥିଲେ ମଧ୍ୟ ଅର୍ଥର ସବୁବେଳେ ଅଭାବ ଲାଗି ରହିବା ଫଳରେ ହୁଏତ ମୋର ସେତେବେଳେ ପ୍ରତିଭା ପ୍ରସ୍ଫୁଟିତ ହୋଇପାରୁନଥିଲା। 10ମ ଶ୍ରେଣୀ ପରୀକ୍ଷାରେ 524 ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପରେ ସ୍କୁଲ ଟପର ମୁଁ ଥିଲି, କିନ୍ତୁ ସାଇନ୍ସ ପଢ଼ିବା ପାଇଁ ଇଚ୍ଛା ଥିଲେ ମଧ୍ୟ ସେତେବେଳେ ମୋ ପାଖରେ ଅର୍ଥର ଅଭାବ ଏତେ ଥିଲା ଯେ ବାପା ପଢ଼େଇବାକୁ ଅକ୍ଷମ ଥିଲେ। ସେହି ସମୟରେ ଶ୍ରୀରାମ କଲେଜର ପ୍ରତିଷ୍ଠାତା ଚେୟାରମ୍ୟାନ୍ ସାର୍, ରକି ସାର୍ ଏବଂ ସୁଭାଷ ସାର୍ ସାହାଯ୍ୟର ହାତ ବଢ଼େଇଥିଲେ, ମୋତେ କମ୍ ପଇସାରେ ପାଠ ପଢ଼େଇଥିଲେ। ଦିନ ଥିଲା ଏମିତି ଆଜ୍ଞା 300 ଟଙ୍କା ମୋ ପାଖରେ ନଥିଲା ଗୋଟେ ଡ୍ରେସ୍ଟେ କିଣିବା ପାଇଁ। ରକି ସାର୍ ସେଇଠି ହାତ ବଢ଼େଇଥିଲେ, ନେ ରବୀନ୍ଦ୍ର ଡ୍ରେସ୍ଟେ କିଣି ମୋତେ ବହିପତ୍ର ବହୁତ ମାଗଣାରେ ଦେଇଥିଲେ। ତାଙ୍କର ମୋ ଉପରେ ବହୁତ ବିଶ୍ୱାସ ଥିଲା ଯେ ରବୀନ୍ଦ୍ର ନିଶ୍ଚୟ ଦିନେ ନା ଦିନେ ତମେ ଯାଇକି ଭଲ ଜାଗାରେ ପହଞ୍ଚିବ, ତୋର ଗରିବୀ କେବେ ତୋତେ ମନେ ରଖିଥିବୁ, ତୋର ଗରିବୀ ତୋତେ କେବେ ଅଟକେଇ ପାରିବନି, ତୋର ଦିନେ ସେଇ ମେଧା ଗୁଣ ନିହାତି ପ୍ରସ୍ଫୁଟିତ ହେବ। ସେଇ ହୁଏତ ଭଗବାନଙ୍କ ଆଶୀର୍ବାଦ, ବାପା ମାଆଙ୍କ ଆଶୀର୍ବାଦ, ମୋର ପରିଶ୍ରମ, ଗୁରୁଜନ ଶିକ୍ଷକମାନଙ୍କର ଆଶୀର୍ବାଦ ବଳରେ ମୁଁ ଆଜି 107 ନମ୍ବର ର୍ୟାଙ୍କ ରଖି ଓଏସ୍ ପରୀକ୍ଷାରେ କୃତିତ୍ୱ ହେଇଛି।